ଆଜକୁ 8-10 ବର୍ଷ ହେବ ଚକରା ବଳରାମ ବାବୁଙ୍କ ଘରେ କାମ କରି ଆସୁଛି। ତା ଛଡ଼ା ବଳରାମ ବାବୁ ବାପ ଅଜା ଅମଳରୁ ଜମିଦାରୀ ପ୍ରଥା ରହିଆସିଛି। ଗାଁରେ ସମସ୍ତେ ମାନନ୍ତି ବାବୁଙ୍କର କେଡ଼େ ଆଦର। କିନ୍ତୁ ବାବୁ ଟିକେ ରାଗି ମିଜାଜର ଲୋକ। ଧନ ଦୌଲତ ଅଛି ବୋଲି ମନରେ ଭାରି ଗର୍ବ ଆଉ ଅହଙ୍କାର ଥାଏ। କିନ୍ତୁ ମହାପ୍ରଭୁଙ୍କୁ ପୂଜା କରନ୍ତି, ଭଲ ପାଆନ୍ତି, ଶ୍ରଦ୍ଧା ବି କରନ୍ତି। କିନ୍ତୁ ମଣିମାଙ୍କର ସ୍ୱଭାବକୁ କେବେ ଆପଣେଇ ପାରିନାହାନ୍ତି। ମଣିମା ମୋର କ'ଣ ଚାହାନ୍ତି? ଲୋକମାନଙ୍କୁ ରାଗ ଗରଗର ହୋଇ କହିବା, କାହାକୁ ଖାତିର ନ କରିବା, ଏଇଭଳିଆ ସ୍ୱଭାବର ଲୋକ ସିଏ। କିନ୍ତୁ ସାଆନ୍ତାଣୀ ଭାରି ଭଲ ଲୋକଟିଏ। ନୀତି ମହାପ୍ରଭୁଙ୍କ ହାତ ଯୋଡ଼ି ଦେଇ କୁହନ୍ତି, ଲୋକଟାକୁ ଟିକେ ବୁଦ୍ଧି ଦେଲେ ହୁଅନ୍ତାନି? କେତେ କେତେ ଲୋକ ଅବାଟରୁ ବାଟକୁ ଆସୁଛନ୍ତି, ହେଲେ ଆଙ୍କ ମୁଣ୍ଡରେ ଏମିତିଆ ବୁଦ୍ଧି କିଏ ଦେଲା? ସାଆନ୍ତାଣୀ ଯେତେ ବୁଝେଇଲେ ବି କିଛି ଫରକ ପଡ଼େନି ବାବୁ। କିନ୍ତୁ ଚକରାକୁ ଭାରି ଭଲ ପାଆନ୍ତି ବାବୁ। ସବୁଥିରେ ସେ ଚକରା ଲୋଡ଼ା। ଟଙ୍କା ପଇସାଠୁ ଆରମ୍ଭ କରି ଘର ସୌଦା ପର୍ଯ୍ୟନ୍ତ। ଏମିତି ଦିନେ ସଞ୍ଜ ବୁଡ଼େ ବସିଥାନ୍ତି, ବାବୁଙ୍କର ମନେ ପଡ଼ିଗଲା ବାପ ଅଜା ଥିଲାବେଳେ ମହାପ୍ରଭୁଙ୍କ ପାଇଁ ଘରୁ 2-4 ପୁଞ୍ଜା ନଡ଼ିଆ ସାଙ୍ଗକୁ କଦଳୀ କାନ୍ଦିଯାଏ, ଆଉ ତା ସାଙ୍ଗକୁ ଫଳ ବାବଦକୁ କେତେ କ'ଣ। ବାପା ମହାପ୍ରଭୁଙ୍କୁ ଭାରି ଭଲ ପାଆନ୍ତି, କେତେ କ'ଣ ଜିନିଷ ନେଇ ଦେଇ ଆସନ୍ତି। ମୁଁ ତ କେବେ କିଛି ଦେଇନି। ଇଚ୍ଛା ହେଲା କାହିଁକି ସେଦିନ ମଣିମାଙ୍କୁ କିଛି ଗୋଟେ ଦେବା ପାଇଁ। ଚକରାକୁ କହିଲେ, କିରେ କାହିଁ କେତେ ଦିନ ହେଲା ଘରକୁ ଯାଇନୁ, ଯାଉନୁ ଟିକେ ବୁଲି ବସି ଆସିଲେ ହୁଅନ୍ତାନି? ଚକରା ଯେତେବେଳେ ବାବୁଙ୍କ ଠାରୁ ଏଇ କଥା ଶୁଣିଛି, ତାର ଖୁସି କହିଲେ ନ ସରେ। କେବେ ବି ମୁହଁ ପୁରେଇ ଘରକୁ ଯିବାକୁ କହିନି, କାହିଁକି ନା ସେ ଜାଣିଛି ବାବୁ ରାଗି ମିଜାଜର ଲୋକ। କେତେବେଳେ କୋଉ କଥା କଥାରେ ନାହିଁ, ଯାହାର ଲୁଣ ଖାଇବ ତାରି ଗୁଣ ଗାଇବ। ଆଉ ଚକରାଟା ସିଏ ବା କେମିତି ବାବୁଙ୍କର କଥାକୁ କାଟିବ? ସେଦିନ ହାତ ଯୋଡ଼ି ଦେଇ କହିଲା, ହଉ ବାବୁ, ଆପଣ ଯଦି କହୁଛନ୍ତି ଘରକୁ ଯିବି, ହେଲେ ଯିବି ଯେ ପାଖରେ। କିରେ ଟଙ୍କା ପଇସା କଥା, ସେ କଥା ତ ଜମା ଭାବିନି। ମୁଁ ଟଙ୍କା ମୁଁ ଦେବି, ତୋ ବାଟ ଖର୍ଚ୍ଚ ବାବଦକୁ ସବୁତକ ଟଙ୍କା ଦେବି। ଆଉ ଗୋଟିଏ କଥାଟିଏ ରଖିବୁ ମୋର। ବାବୁ ତେମେ ଆପणे ତମର ଯୋଉ କଥା ନା, ଆପଣଙ୍କର ପୁଣି କୋଉ କଥା? ହଁ, କାହିଁ କେତେ ଦିନ ହେଲା ମୁଁ ଶ୍ରୀକ୍ଷେତ୍ର ଯାଇନି, ଆଉ ମହାପ୍ରଭୁଙ୍କୁ କିଛି ବି ଦେଇନି। ତୁ ତ ଦେଖୁଛୁ ଗାଁରେ କେତେ କାମ, କୋଉଥିରେ ମୁଣ୍ଡ ନ ପୁରେଇଲେ ହବନି। ଯଦି ଯାଉଛୁ ମୁଁ ତୋତେ କିଛି ଟଙ୍କା ଦେବି, ଏତକ ନେଇ ମୋ ମହାପ୍ରଭୁଙ୍କ ପାଖରେ ଦେଇଦେବୁ। ଚକ୍ରଧର ଯେତେବେଳେ ଏ କଥା ଶୁଣିଛନ୍ତି, ତାଙ୍କର ଖୁସି କହିଲେ ନ ସରେ। ସାଆନ୍ତେ ତମକୁ ଦେଖିବାର ସୌଭାଗ୍ୟ ଆସିଗଲା। ତା ଛଡ଼ା ବାବୁ ଯେତେବେଳେ ମନେ କରିଛନ୍ତି, କଥାଟା ନିଶ୍ଚୟ ପୂରଣ ହେବ। ବାପ ଅଜା ଥିଲାବେଳେ କେତେ କ'ଣ ଜିନିଷ ନିଅନ୍ତି। ମୁଁ ତ ଗାଁ ଛାଡ଼ି ଯାଇପାରିବିନି। ତୁ ତ ଜାଣିଛୁ ଚକରା କେତେ କାମ ଏପଟରେ। ସେଇ ବାବଦକୁ ଟଙ୍କା ଦେଇଦେଲେ ହବନି? କଥାଟା ସେଇଟା ନୁହଁ। କଥା ହେଉଛି ବାବୁ କେବେ ଗାଁ ଛାଡ଼ି ଯିବେନି। ଗାଁରେ ଯୋଉ ଜମି ବକରା ସବୁ ଚାଷ କରିବାକୁ ଦେଇଛନ୍ତି, କାଳେ କିଏ କ'ଣ ଫାଙ୍କି ଦେବ, କାଳେ ଲସ୍ ହେଇଯିବ। ସେଇଥିପାଇଁ ସେ କେବେ ବି ମନ ବଳେଇ ନାହାନ୍ତି ଯିବା ପାଇଁ ଶ୍ରୀକ୍ଷେତ୍ର। ତା ଛଡ଼ା ମଣିଷ ପାଖରେ ଯେତେବେଳେ ଟଙ୍କା ପଇସାର ଅଭାବ ରହେନି, ସେ ସବୁ ଜିନିଷକୁ ନା ସେ ଟଙ୍କା ସହିତ ତୁଳନା କରିବାକୁ ବସେ। ସେ ତ ଗର୍ବଗଞ୍ଜନ ନରହରି। ସେ ପୁଣି କାହାର ଗର୍ବକୁ ରଖିଛନ୍ତି ଆଜି ପର୍ଯ୍ୟନ୍ତ? ତାଙ୍କ ଆଗରେ ଏ ଜମିଦାରଟା ପୁଣି କୋଉଠୁ ଆସିଲା? ଏମିତି କେତେ କ'ଣ କଥା ସେଦିନ ମନକୁ ଆସିଲା। ବାବୁ ଚକ୍ରଧରଙ୍କୁ 500 ଟଙ୍କାଟିଏ ଦେଲେ। ଆଉ ସେତେବେଳେ ନା 500 ଟଙ୍କା କହିଲେ ବହୁତ କିଛି। କେତେ କ'ଣ ଜିନିଷ ହୋଇଯାଏ, ପୁଣି ଦାମୀ ଦାମୀ ଜିନିଷ। ଚକ୍ରଧରକୁ କହିଲେ, ଏତକ ନେଇ ମଣିମାଙ୍କୁ ଦେବୁ, ଆଉ ତୋ ବାଟ ଖର୍ଚ୍ଚକୁ 100 ଟଙ୍କା। ଯିବା 50, ଆସିବା 50। ଏତେ ଡେରି କରିବୁନି ମ। ଆଉ ତୋର ଯାହା ନେବା କଥା ସାଆନ୍ତାଣୀଙ୍କ ଠାରୁ ମାଗି ନେଇଯିବୁ। ଏତକ କହି ବାବୁ ତାଙ୍କ କାମରେ ଚାଲିଗଲେ। ସାଆନ୍ତାଣୀ ଯେତେବେଳେ ଶୁଣିଛନ୍ତି ଚକ୍ରଧର ଯାଉଛନ୍ତି ଗାଁକୁ, ପୁଣି ଶ୍ରୀକ୍ଷେତ୍ର ଦେଇ ଯିବେ, ତାଙ୍କର ଖୁସି କହିଲେ ନ ସରେ। ବାବୁଙ୍କର ଡରରେ କେବେ କିଛି ମୁହଁ ଖୋଲି କହିନାହାନ୍ତି। ସେଦିନ କିନ୍ତୁ ହାତ ଯୋଡ଼ି ଦେଇ ସାଆନ୍ତାଣୀ କହୁଥାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବା ବୋଧେ ଭାଗ୍ୟରେ ନାହିଁ। ତମେ ତ ଯାଉଛ, ଠାକୁରଙ୍କୁ ମୋର କୋଟି କୋଟି ଦଣ୍ଡବତ ଜଣାଇଦେବ, ଆଉ ଫେରିଲା ବେଳେ ମୋ ପାଇଁ ଟିକେ ନିର୍ମାଲ୍ୟ ଆଣିକି ଆସିବ। ଯେତେବେଳେ ଏତକ ସାଆନ୍ତାଣୀ କୁହନ୍ତି, ଚକ୍ରଧର ହାତ ଯୋଡ଼ି ଦେଇ କହୁଥାଏ, ହଁ ସାଆନ୍ତାଣୀ, ତୁମ କଥା ମୁଁ ନିଶ୍ଚୟ ରଖିବି। ହଁ, ବାବୁଙ୍କ ପାଇଁ ଟିକେ କହିବ, ତାଙ୍କ ମୁଣ୍ଡରେ ଟିକେ ବୁଦ୍ଧି ଦେଲେ ହୁଅନ୍ତାନି? ସାଆନ୍ତାଣୀ ମା, ସେତକ ତ ମୁଁ ବି ଚାହେଁ। ତା ଛଡ଼ା ମହାପ୍ରଭୁ କାଳିଆ ସାଆନ୍ତ ସବୁ ଠିକ୍ କରିଦେବେ। ଦେଖିବ ଏମିତି ସମୟ ଆସିବ, ବାବୁଙ୍କୁ ଯୋଉମାନେ ଡରୁଛନ୍ତି ନା, ସେମାନେ କେଡ଼େ ଆଦର କରିବେ। ଏଥର ଏତକ କହି ଚକ୍ରଧର ବାହାରିଲେ ଗାଁକୁ। ଗାଁ ପାଖରୁ ସିଧା ବସ୍ଟେ ଧରି ଆସି ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଓହ୍ଲାଇଲା ଚକରା।
ଯେତେବେଳେ ଓହ୍ଲେଇ ପଡ଼ିଛି, କାହିଁ କେତେ ଦିନ ହେବ ସେଇ ପତିତ ପାବନକୁ ଦେଖିନଥିଲା ସେ। ମହାପ୍ରଭୁଙ୍କର ପତିତ ପାବନ ବାନାକୁ ଦେଖି ମୁଣ୍ଡିଆଟିଏ ମାରି କହିଲା, ମଣିମା, ତୁମରି ବଡ଼ପଣ ରହୁ। ତୁମରି ପାଖକୁ ଆସିଛି ଦର୍ଶନ ଟିକେ କରିବା ପାଇଁ। ମହାପ୍ରଭୁଙ୍କ ନାମକୁ ଧରି ସେ ବଡ଼ଦାଣ୍ଡରେ ଚାଲି ଚାଲି ଯାଉଥାଏ। ଏମିତି କିଛି ବାଟ ଯାଇଛି କି ନାହିଁ ସେ ଦେଖୁଥାଏ। ମାଆଟିଏ ତା କାନ୍ଧରେ ଛୋଟ ଛୁଆଟିକୁ ଧରିଛି, ଆଉ ପାଖରେ ଦୁଇଟି ଛୋଟ ଛୋଟ ଛୁଆ ବି ଅଛନ୍ତି। ଧାଇଁ ଆସିଲେ ଚକରା ପାଖକୁ, ହାତ ଯୋଡ଼ି ଦେଇ କହିଲେ, ବାବୁ, ଖାଇବାକୁ କିଛି ଦିଅ। ଚକରା ଟିକେ ଅଣଦେଖା କଲା, ତା ବାଟରେ ଚାଲିଗଲା। କିନ୍ତୁ ସେମାନେ ପିଛା ଛାଡ଼ିଲେନି ସେଦିନ। ଯିଏ 2-3 ଦିନ ହେବ ଉପାସରେ ଅଛି, ସେ ବା କୋଉଠୁ ଛାଡ଼ିବ? ପୁଣି ମା ଜଣକ ହାତ ଯୋଡ଼ି ଦେଇ କହୁଥାନ୍ତି, ବାବୁ, 2-3 ଦିନ ହେବ କିଛି ବି ଖାଇନୁ। ଦେଖୁଛ ତ, ଛୁଆଟା ଆମର ନ ଖାଇ ନ ପିଇ କେମିତି କଳା କାଠ ପଡ଼ିଗଲାଣି। କିନ୍ତୁ ଚକରା ଦବା ପାଇଁ କିଛି ଇଚ୍ଛା ଥିଲେ ବି ପାଖରେ ପଇସା ତ ନାହିଁ। ଆଉ ଯାହା ବି ଅଛି ସବୁ ହିସାବ ବରାବର। ସାଆନ୍ତଙ୍କର 500 ଟଙ୍କା ଆଉ ତା ବାଟ ଖର୍ଚ୍ଚକୁ ଆଉ ମାତ୍ର 50ଟି ଟଙ୍କା ବଳିଛି। କରିବ ବା କ'ଣ? ମଣିଷ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲା। ପୁଣି ମନେ ମନେ ଭାବୁଥାଏ, ଆଜି ଏମିତି ହବାର ଥିଲା। ମଣିମାଙ୍କୁ ଦର୍ଶନ କରିନି, ପୁଣି ତାଙ୍କ ହୁଣ୍ଡିରେ ପଇସା ଦେଇନି। ମୁଁ ବି ଅବଢ଼ା ହାଟରେ କିଛି ବି ଖାଇନି। ଭାରି ଭୋକ ବି ଲାଗିଲାଣି। କୋଉଠୁ କୋଉଠୁ ଯେ ସବୁ ଚାଲି ଆସୁଛନ୍ତି। ଏମିତି କେତେ କ'ଣ କଥା ସେଦିନ ଚକରାର ମନକୁ ଆସିଲା। କିନ୍ତୁ ମା ଜଣକ ସେ ଏମିତି ହାତ ଯୋଡ଼ି ଦେଇ ଛିଡ଼ା ହେଇଥାନ୍ତି। ଏଥର ଚକ୍ରଧରଙ୍କର ମନ ପରିବର୍ତ୍ତନ ହେଲା। ବାବୁ ତ ମୋତେ 500 ଟଙ୍କା ଦେଇଛନ୍ତି, ସେ କ'ଣ ଦେଖୁଛନ୍ତି କି? ଆଉ ମୋ ବାଟ ଖର୍ଚ୍ଚରୁ କିଛି ବି ଦେବିନି। ଦେଇଦେଲେ ମୁଁ ଯିବି ବା କେମିତି? ସେ ବାବୁଙ୍କର ପଇସାରୁ କିଛି ଖାଇବାକୁ ଦେଇଦେବା, ବାବୁ ତ ଜାଣିପାରିବେନି। ଏମିତି କଥା ଭାବି ସେଇଥିରୁ 100 ଟଙ୍କାଟିଏ କାଢ଼ିଲା। ସେ ମା ଛୁଆମାନଙ୍କୁ ପାଖାପାଖି 20-30 ଟଙ୍କାର ଖାଇବାକୁ ଦେଲା। ସେମାନେ ପେଟ ଭରି ଖାଇଲେ। ଖାଇସାରିବା ପରେ ହାତ ଯୋଡ଼ି ଦେଇ କହିଲେ, ଠାକୁର ତୁମର ମଙ୍ଗଳ କରନ୍ତୁ, ତୁମର କୋଟି ପରମାୟୁ ହଉ। ଏମିତି କେତେ କ'ଣ ଆଶୀର୍ବାଦ ଦେଇ ମା ଛୁଆ ସେଠୁ ଚାଲିଗଲେ। ଚକରାର ମନରେ କିନ୍ତୁ ସେଇ 30 ଟଙ୍କାଟା ରହିଗଲା। ଆରେ, 500 ଟଙ୍କା ବାବୁ ଦେଇଥିଲେ, ପଇସା ତ ଖର୍ଚ୍ଚ କରିଦେଇଛି। ମିଛ କେବେ କୁହେନି ଜୀବନରେ। ଯଦି ବାବୁ ପଚାରି ପଚାରିଦେବେ, କ'ଣ ଯେ କରିବି ମୁଁ? ସାଆନ୍ତେ, ତମରି ବଡ଼ଦାଣ୍ଡରେ ତମରି ଭକ୍ତଙ୍କୁ ଖାଇବାକୁ ଦେଇଛି। କଥାଟା ଯେମିତି ଲୁଚିକି ରହେ, ତମ ମୋ ଭିତରେ କଥା ମ। ସାଆନ୍ତେ ଯେମିତି ନ ଜାଣନ୍ତି। ଆଉ ଜାଣିଛ ତ, ଯଦି କାନକୁ 2 କାନ ହେଲା କଥା, ମୋ କଥା ସରିଲା। ଏତକ ଗୁହାରି ତୁମରି ପାଖରେ। ମହାପ୍ରଭୁଙ୍କୁ ହାତ ଯୋଡ଼ି ଦେଇ ସବୁ କଥା କହିଗଲା ଚକରା। ତାପରେ ସିଙ୍ଗି ଦ୍ୱାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କଲା। ସତରେ କେଡ଼େ ଆନନ୍ଦ ଲାଗିଲା। କାହିଁ କେତେ ବର୍ଷ ହେବ ମଣିମାଙ୍କୁ ଦେଖିନଥିଲା। ଦର୍ଶନ କରିସାରିବା ପରେ ଠାକୁରଙ୍କ ହୁଣ୍ଡିରେ 470 ଟଙ୍କା ଦେଲା। ତାପରେ ଅବଢ଼ା ହାଟରେ ମନ ଭରି ଅବଢ଼ା ଖାଇଲା। ଆଉ ଆସିଲା ବେଳେ ସାଆନ୍ତାଣୀଙ୍କ ପାଇଁ ନିର୍ମାଲ୍ୟ ଆଣିକି ଆସିଲା। ଘରେ ଛୋଟ ଝିଅ, ବୋଉ ଆଉ ତାର ସ୍ତ୍ରୀ, ତାଙ୍କ ପାଇଁ କିଛି ଜିନିଷ କିଣାକିଣି କଲା। ମନ ଖୁସିରେ ସବୁତକ ଜିନିଷ ନେଇ ଘରକୁ ଚାଲିଗଲା। ଚକ୍ରଧର ସିନା ଏପଟରେ ଘରକୁ ଚାଲିଗଲେ, ହେଲେ ମଣି ବାବା କୋଉଠୁ ଥୟ ହୋଇଥାନ୍ତେ। କଥା ଦେଇଛି ଚକରା, କଥାଟା ଯେମିତି କାନକୁ 2 କାନ ନ ହୁଏ। କିନ୍ତୁ ମଣିମା କୋଉ କଥାକୁ ବା ଅଛପା ରଖନ୍ତି। ଦିଅଧରେ ବଳରାମ ବାବୁଙ୍କ ସ୍ୱପ୍ନରେ ମହାପ୍ରଭୁ ଦର୍ଶନ ଦେଲେ। ସେ କହୁଥାନ୍ତି, ବୁଝିଲୁ ବଳିଆ, ବହୁତ ଦିନ ପରେ ଗୋଟେ ଭଲ କାମ କରିଛୁ। ଜାଣିଛୁ, ତୁ ଦେଇଥିବା 30 ଟଙ୍କା ମୁଁ ପାଇଛି। ଭାରି ଖୁସି ଲାଗିଲା। ତୋ ମନ ସେ ଗରିବମାନଙ୍କ ପ୍ରତି। ବଳରାମ କିଛି ବି ବୁଝିପାରୁନଥାନ୍ତି। ସେ ମନେ ମନେ ଭାବୁଥାନ୍ତି, ଠାକୁର ଏମିତି କ'ଣ କହୁଛନ୍ତି? ବୋଧେ ସବୁତକ ପଇସା ଠକି ନେଲା ଚକରା। 500 ଟଙ୍କା ଦେଇଥିଲି, ମାତ୍ର 30 ଟଙ୍କା। କିଛି ବି ଭଲ ଲାଗୁନଥାଏ। ପୁଣି ମହାପ୍ରଭୁ କହୁଥାନ୍ତି, ଗରିବମାନଙ୍କ ପ୍ରତି ଏମିତି ଶ୍ରଦ୍ଧା, ଏମିତି ଭଲ ପାଇବା ମଣିଷ ପାଖରେ ରହିବା ଦରକାର। ଏଥର ତୋରି ଅପେକ୍ଷାରେ ରହିଲି। ଆସିଲା ବେଳେ ଚକରାକୁ ସାଙ୍ଗରେ ଆଣିବୁ, ଆଉ ସାଙ୍ଗରେ ଚମ୍ପାକୁ ବି ନେଇକି ଆସିବୁ। ମୋ ପାଇଁ କିଛି ବି ଆଣିବା ଦରକାର ନାହିଁ। ଯାହା ଏଥର ଆଣିବୁ ସେଇମାନଙ୍କ ପାଇଁ। ଏତକ କହି ମହାପ୍ରଭୁ ତ ଚାଲିଗଲେ। ଏଥର ବଳରାମ ବାବୁ ନିଦରୁ ଉଠି ପଡ଼ି କହିଲେ, ଆରେ, ସାଆନ୍ତେ ତ ଆସିଥିଲେ ନିଦରେ, ହେଲେ ଏମିତି ସବୁ କ'ଣ କହିଗଲେ? ଚକରାଟା ସତରେ ସବୁତକ ପଇସା ହାତେଇ ନେଇଛି। ମଣିମାଙ୍କ ପାଇଁ କିଛି ବି ନେଇନି। ମଣିମା ଅଭିମାନ କରିଛନ୍ତି। ଏଥର ଗଲାବେଳେ ତାଙ୍କ ପାଇଁ କିଛି ନ ନେବା ପାଇଁ କହିଛନ୍ତି। ଆସୁଛି ଚକରା, ତାର ଏଡ଼େ ବହପ, ସବୁତକ ଟଙ୍କା ମାରିନେଲା। ସାଆନ୍ତାଣୀ କିନ୍ତୁ କହୁଥାନ୍ତି, ନା ମ, ଚକରା ସେମିତି ଜମା କରିନଥିବ। ତମେ ଭୁଲ ସ୍ୱପ୍ନ ଦେଖିଛ। ଜାଣିନୁ ଚମ୍ପା, ମଣିଷ ହାତରେ ମୁଠାଏ ଟଙ୍କା ହେଲେ ସେ ଇନ୍ଦ୍ରଚନ୍ଦ୍ର ମାନେନି। ଆଉ ଚକରା ଏ ତ ସାମାନ୍ୟ ଚାକରଟାଏ, ଆମ ଘରେ କାମ କରି ଆସୁଛି। ଲୋଭ ନଥିବ ବା କେମିତି? ଏମିତି କଥାବାର୍ତ୍ତା ହୋଇ
ସେଦିନ ସାଆନ୍ତାଣୀ ଆଉ ବଳରାମ ବାବୁ ଶୋଇଗଲେ ନିଦରେ। ଏପଟେ ଚକ୍ରଧର ବାବୁ ତାଙ୍କର ସବୁ କାମ ଧନ୍ଦା ସାରି ଏଥର ବାହୁଡ଼ିଲେ ନିଜର କର୍ମକ୍ଷେତ୍ରକୁ। ସାଆନ୍ତଙ୍କୁ ଆସି ମୁଣ୍ଡିଆଟିଏ ମାରିଲେ, ସାଆନ୍ତାଣୀକୁ ମଧ୍ୟ ମୁଣ୍ଡିଆଟିଏ ମାରିଲେ। କିନ୍ତୁ କାହିଁକି କେଜାଣି ସାଆନ୍ତଙ୍କ ମୁହଁରେ ସେଦିନ ହସ ନଥିଲା ଚକରା ପ୍ରତି। ଚକରା କିଛି ବୁଝିପାରୁନଥାଏ, କୋଉଠି ଭୁଲ ହେଇଗଲା କି ସାଆନ୍ତେ କିଛି ବି କହିଲେନି। କିନ୍ତୁ ସନ୍ଧ୍ୟାବେଳକୁ ଡାକରା ପଡ଼ିଲା ଚକରାକୁ ସାଆନ୍ତଙ୍କ ଆଗକୁ। ଚକରା ହାତ ଯୋଡ଼ି ଦେଇ ଛିଡ଼ା ହୋଇଥାଏ। ସାଆନ୍ତେ କହୁଥାନ୍ତି, କିରେ କୋଉ ଦିନଠାରୁ ଏମିତି କଲୁଣି? କିଛି ବୁଝାପଡ଼ୁନଥାଏ କଥା। ତୋତେ ମୁଁ ବାଟ ଖର୍ଚ୍ଚ ବାବଦକୁ 100 ଟଙ୍କା ଦେଲି। ମୁଁ ଶ୍ରୀକ୍ଷେତ୍ର ଯାଇପାରିବିନି ବୋଲି 500 ଟଙ୍କା ଦେଇଥିଲି ମୋ ମଣିନଙ୍କ ପାଇଁ। ତୁ ତା ନ କରି ସାଆନ୍ତେ ଏମିତି କ'ଣ କହୁଛନ୍ତି? ଆପଣ ତ ଯାହା ଦେଇଥିଲେ ସବୁତକ ମହାପ୍ରଭୁଙ୍କୁ ଦେଇଛି। ହେଲେ କ'ଣ ମୁଁ 470 ଟଙ୍କା ଖର୍ଚ୍ଚ କରିଦେଇଛୁ, ମାତ୍ର 30 ଟଙ୍କା ଦେଇଛୁ। ଯେତେବେଳେ ଏତକ କଥା ଚକରା ଶୁଣିଛି ତାର ଆଖିରେ ସେଦିନ ଲୁହ ଆସିଗଲା। ସାଆନ୍ତେ ବି ବୁଝିପାରିଲେନି, ଆରେ ମୁଁ ତ ସେମିତି କିଛି ଗାଳି ମନ୍ଦ କରିନି। କାନ୍ଦିଲା କାହିଁ ଚକରା? ଚକରା ହାତ ଯୋଡ଼ି ଦେଇ କହୁଥାଏ, ସାଆନ୍ତେ କଥାଟିଏ ଶୁଣିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ। ଜାଣିଛ ସେଦିନ ତମେ 500 ଟଙ୍କା ଦେଇଥିଲ। ମୁଁ ଯେତେବେଳେ ଶ୍ରୀକ୍ଷେତ୍ରରେ ପହଞ୍ଚିଲି, ମାଟିଏ ତାର କୁନି କୁନି ପିଲାଙ୍କୁ ଧରି ମୋ ପାଖରେ ଆସି ପହଞ୍ଚିଲା ଆଉ ଖାଇବା ପାଇଁ ଜିଦ୍ କରି ବସିଲା। ତାର ସେଇ ଦୁଃଖିନୀ ମୁହଁକୁ ଦେଖି ମନା କରିପାରିଲିନି ସାଆନ୍ତେ। ମୋ ପାଖରେ ତ ଏତେ ଟଙ୍କା ନଥିଲା, ଗାଡ଼ି ଖର୍ଚ୍ଚକୁ ମାତ୍ର 50ଟି ଟଙ୍କା ବଳିଥିଲା। ମୁଁ ଆଉ ଆଗ ପଛ ଚିନ୍ତା ନ କରି ତମର ସେଇ 500 ଟଙ୍କାରୁ 100 ଟଙ୍କାଟିଏ ନେଇ 30 ଟଙ୍କାରେ ଖାଇବାକୁ ଦେଲି। ବାକିତକ ପଇସା ମହାପ୍ରଭୁଙ୍କ ହୁଣ୍ଡିରେ ଦେଇଥିଲି। ଚକରା ଯେତେବେଳେ ଏତକ କହିଛି ବାବୁଙ୍କ ଆଖିରୁ ଲୁହ ବାହାରି ଆସୁଥାଏ। ଏପଟେ ସାଆନ୍ତାଣୀ ମଧ୍ୟ କାନ୍ଦି ପକାଉଥାନ୍ତି। ମଣିମା, ହେଲେ ବାବୁ ମୁଁ ତ ମହାପ୍ରଭୁଙ୍କୁ 470 ଟଙ୍କା ଦେଇଛି, 30 ଟଙ୍କା କହୁଛନ୍ତି ଯେ? ଚକରା ଯେତେବେଳେ ଏତକ କହିଛି ବାବୁଙ୍କର ଆଉ କହିବା ପାଇଁ କିଛି ପାଟିରେ ଶବ୍ଦ ନଥାଏ। ସେ ବୋହୁ ବୋହୁ କାନ୍ଦିକି କହୁଥାନ୍ତି, ବୁଝିଲୁରେ ଚକରା, ମହାପ୍ରଭୁ ମୋର ପରମ ଦୟାଳୁ, ସହିପାରନ୍ତିନି ସେ ଦୁଃଖୀଙ୍କ କଷ୍ଟ। ତୁ ଯୋଉ 30 ଟଙ୍କାଟା ଖାଇବାକୁ ଦେଇଥିଲୁ ନା, ସେଇ ପଇସା ମହାପ୍ରଭୁ ଗ୍ରହଣ କରିଛନ୍ତି। ବାକି 470 ଟଙ୍କା ସେ କଥାକୁ ଭୁଲି ଯାଇଛନ୍ତି ମଣିମା। ଏଥର ବୁଝୁଛି ମଣିମା ମୋର କ'ଣ ଚାହାନ୍ତି। ଜାଣିଛୁ ଚକରା, ମହାପ୍ରଭୁ ସ୍ୱପ୍ନରେ ଆସିଥିଲେ, ସବୁ କଥା କହିଗଲେ। ଆଉ ସେ କହିଛନ୍ତି ଆମେ ଏଥର ଶ୍ରୀକ୍ଷେତ୍ର ସପରିବାର ଯିବା, ଗରିବ ଗୁରୁବାମାନଙ୍କୁ ଦାନ କରିବା। ସେ ପରା କହିଛନ୍ତି ଏଥର ଆସିଲେ ତାଙ୍କ ପାଇଁ ଆଣିକି ଆସିବା ପାଇଁ, ମଣିମାଙ୍କ ପାଇଁ କିଛି ନ ନେଲେ ଚଳିବ। ଦେଖୁଛୁ ତ ମୋ କାଳିଆ ଠାକୁର କେଡ଼େ ମହାନ। ସାଆନ୍ତାଣୀ ହାତ ଯୋଡ଼ି ଦେଇ କହୁଥାନ୍ତି, ମଣିମା ଚକରା ଗଲାବେଳେ କଥାଟିଏ କହିଥିଲି କି ପରିବର୍ତ୍ତନ କରିବା ପାଇଁ ଆମକୁ। ସେଇ 30 ଟଙ୍କାଟା ଯେ ଏମିତି ପରିବର୍ତ୍ତନ କରିଦେବ ବିଶ୍ୱାସ ନଥିଲା ସାଆନ୍ତେ। ସତରେ ମୋ କଥା ରଖିଲେ ସାଆନ୍ତେ। ଚକରା କିନ୍ତୁ ହାତ ଯୋଡ଼ି ଦେଇ କହୁଥାଏ, ବାବୁ ଠାକୁର ମୋ ସହ କପଟ କରିଛନ୍ତି। କିରେ ତୋ ସାଙ୍ଗରେ ପୁଣି କପଟ କ'ଣ? ହଁ ବାବୁ, ଯେତେବେଳେ ମୁଁ ପଇସା ଖର୍ଚ୍ଚ କରିଦେଲି ମୁଁ କହିଥିଲି କି ସାଆନ୍ତେ ଏ କଥା ଯେମିତି କାନକୁ ଦିକାନ ନ ହୁଏ, ବାବୁ ଯେମିତି ନ ଜାଣନ୍ତି। ହେଲେ ସିଏ ତୁମକୁ ସ୍ୱପ୍ନରେ ଆସି ସବୁ କହିଥିଲେ। ଚକରାକୁ କୋଳେଇ ନେଇ କହୁଥାନ୍ତି, କିରେ ଚକରା, ଏତକ ତୋରି ପାଇଁ ଆଜି। ଯେତେବେଳେ ମାଟିଏ ଖାଇବାକୁ ମାଗିଲା ତୁ ତାଙ୍କୁ ତୋ ମନରୁ ସହୃଦୟରେ ପଇସାଟିଏ ଦେଲୁ ବୋଲି ଆଜି ମହାପ୍ରଭୁ ମୋ ସ୍ୱପ୍ନରେ ଆସିଲେ। ଯାହାଙ୍କୁ ଦେଖିବା ଭାଗ୍ୟର କଥା। ଜାଣିଛୁ ତୋତେ ରାଗ ଗରଗରରେ କେତେ କ'ଣ ଗାଳି ଦେଇଛି। ତୁ ଯେତେବେଳେ ପ୍ରଣାମ କଲୁ ଆଜି ତୋତେ କିଛି ବି କହିନି, କ୍ଷମା କରିଦେବୁରେ ମୋତେ। ଚକରା ବାବୁଙ୍କୁ ହାତ ଯୋଡ଼ି ଦେଇ କହୁଥାଏ, ନାଇଁ ମୋ ବାବୁ, ଯାହା ବି ହେଲେ ଚାକର ମୂଲିଆ ଲୋକ, ଆପଣଙ୍କୁ କ୍ଷମା କରିବାର ଶକ୍ତି ମୋର କାହିଁ। ନାଇଁରେ ଚକରା, ଆଗରୁ ଚାକର ମୂଲିଆ ଭାବୁଥିଲି, ଏବେ ଆଉ ନୁହେଁ। ସେଇ ମହାପ୍ରଭୁ ମୋ ଆଖି ଖୋଲି ଦେଇଛନ୍ତି ରେ। ଧନ ଗର୍ବରେ କେଡ଼େ ଅନ୍ଧ ଥିଲି ମୁଁ। ଗରିବ ଗୁରୁବାଙ୍କୁ କେତେ ଅବହେଳା କରିଛି, ତଣ୍ଟି ଚିପି କେତେ ଧନ କମେଇଛି। ଆଉ ନୁହେଁରେ ଚକରା। ବଳରାମ ବାବୁଙ୍କର ଏମିତିକା ପରିବର୍ତ୍ତନ ଦେଖି ସେଦିନ ଆଶ୍ଚର୍ଯ୍ୟ ହୋଇଗଲେ ଚକ୍ରଧର, ଏପଟେ ସାଆନ୍ତାଣୀ। ସତରେ ମଣିମା, କେମିତି କହିକି ତୁମକୁ ଧନ୍ୟବାଦ ଦେବି ଜାଣିପାରୁନି। ଏଥର ବାବୁ ନିଷ୍ପତ୍ତିଟିଏ ନେଲେ କି ମଣିମା ବଞ୍ଚିଥିବା ପର୍ଯ୍ୟନ୍ତ ଗରିବମାନଙ୍କର ଲୁହ ପୋଛିବି, ତାଙ୍କ ସୁବିଧା ଅସୁବିଧାରେ ସାହା ହେବି। କଥା ଦେଉଛି ତୁମକୁ। ପାଖରେ ଥିବା ସବୁତକ ଧନ ଦୌଲତ ସେ ଗରିବମାନଙ୍କ ପଛରେ ଦାନ କଲେ। ଏମିତିକା ପରିବର୍ତ୍ତନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଆରେ ମହାପ୍ରଭୁଙ୍କୁ ସେ 30 ଟଙ୍କାଟା ଏତେ ଭଲ ଲାଗିଲା ଯେ ଯାହାର ମନରେ ଲୋଭ ବସା ବାନ୍ଧିଥିଲା, ଅହଙ୍କାର ବସା ବାନ୍ଧିଥିଲା, ଗର୍ବ ବସା ବାନ୍ଧିଥିଲା,
ସବୁତକ କୁଆଡ଼େ ଉଭେଇଗଲା। ସତରେ କେଡ଼େ ଭଲ ମଣିଷଟା ପାଲଟିଗଲା ବଳରାମ। ହଁ, ଆଗ ପରିକା ସ୍ନେହ, ଆଦର, ଭଲ ପାଇବା ଅଜାଡ଼ି ଦେଲେ ସମସ୍ତେ। ଆଉ ସମସ୍ତେ ଆଗ ପରିକା ସମ୍ମାନ କରନ୍ତି, ଏଣିକି ଭୟରେ ନୁହେଁ ବରଂ ଭଲ ପାଇକି। କିଛି ଦିନ ପରେ ବଳରାମ ବାବୁ ସପରିବାରକୁ ନେଇ ଶ୍ରୀକ୍ଷେତ୍ର ଆସିଛନ୍ତି। କିନ୍ତୁ ସେଦିନ ନା ତାଙ୍କ ମନରେ ଲୋଭ ଥିଲା, ନା ଗର୍ବ ଥିଲା, ନା ଅହଙ୍କାର ଥିଲା। କହିବାର କଥା, ମଣିଷ ପାଖରେ ଯେତେବେଳେ ଧନ ଦୌଲତ ଅଧିକ ହୋଇଯାଏ ତା ମନରେ ଗର୍ବ ଆସେ, ଅହଙ୍କାର ଆସେ, ଲୋଭ ଆସେ। କିନ୍ତୁ ମଣିଷ ଜାଣିବା ଦରକାର ତା ଚତୁଃପାର୍ଶ୍ୱରେ ଏ ସମାଜରେ କେତେ ଗରିବ ଗୁରୁବା ଅଛନ୍ତି, କେତେ ଭିକ୍ଷୁକ ପ୍ରାଣୀ ଅଛନ୍ତି। ସମସ୍ତଙ୍କୁ ଯଦି ଦାନ ଧର୍ମ କରନ୍ତ ଭଗବାନ ଖୁସି ହୁଅନ୍ତେ। ଗୋଟେ କଥା ଜାଣିଛ, ଠାକୁରଙ୍କୁ ଟଙ୍କା ପଇସା ଦାନ କଲା ବାଲା ଏ ସମାଜରେ ଅନେକ ବାହାରିବେ, କିନ୍ତୁ ଗରିବଙ୍କୁ ସାହାଯ୍ୟ କଲା ବାଲା ଖୁବ୍ କମ୍ ବାହାରିବେ। ସାହାଯ୍ୟ କର, ଦେଖିବ ନିଜକୁ ଖୁସି ଲାଗିବ, ଆଉ ସାହାଯ୍ୟ ପାଇଲା ବାଲାକୁ ମଧ୍ୟ ଖୁସି ଲାଗିବ, ଉପରବାଲାକୁ ବି ବହୁତ ଖୁସି ଲାଗିବ। ହଁ ଆଜ୍ଞା, ଛୋଟ ଭିଡ଼ିଓଟିଏ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଖୁସିରେ ଥାଆନ୍ତୁ, ସମସ୍ତେ ଭଲରେ ଥାଆନ୍ତୁ। ପୁଣି ଦେଖାହବ ନୂଆ କାହାଣୀ, ନୂଆ ଅନୁଭୂତି ଆଉ ମହାପ୍ରଭୁଙ୍କର ନୂଆ ଭିଡ଼ିଓ ମାଧ୍ୟମରେ। ଜୟ ଜଗନ୍ନାଥ।